ନମସ୍କାର ଦର୍ଶକ ବନ୍ଧୁ। ଆଜି ହେଉଛି ଏପ୍ରିଲ ମାସ 28 ତାରିଖ 2024 ମସିହା ରବିବାର। ଆସନ୍ତୁ ଜାଣିବା ଆଜିର 12ଗୋଟି ରାଶି ଫଳଙ୍କ ବିଷୟରେ। ପ୍ରଥମ ରାଶି ମେଷ ରାଶି। ଆଜି ନିଜ ରାଶି ଓ ଦ୍ୱାଦଶ ସ୍ଥାନରେ ଏକାଧିକ ଗ୍ରହ ଅବସ୍ଥାନ କରୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ରହିବ। ଅଫିସ କାମରୁ ଜମା ଫୁର୍ସତ ପାଇବେ ନାହିଁ। ନୂତନ ଯୋଜନା ଆରମ୍ଭ କରିବା ସକାଶେ ମନ ବଳାଇ କୃତକାର୍ଯ୍ୟ ହେବେ। ପାରିବାରିକ ଅଶାନ୍ତି ଲାଗି ରହିଥିଲେ ମଧ୍ୟ ମନକୁ ବୁଝାଇ ରହିବାକୁ ବାଧ୍ୟ ହୋଇପାରନ୍ତି। ପରବର୍ତ୍ତୀ ରାଶି ବୃଷ ରାଶି। ବ୍ୟସ୍ତ ଗ୍ରହ ପ୍ରଭାବରୁ ଖର୍ଚ୍ଚ ବୃଦ୍ଧି ପାଇଲେ ହିଁ ସମସ୍ୟାର ଆଶୁ ସମାଧାନ କରିପାରିବେ। ପାରିବାରିକ କ୍ଷେତ୍ରରେ ପ୍ରତିବନ୍ଧକ ଦୂରତାର ସହ ସମ୍ମୁଖୀନ ହେବାକୁ ପଡ଼ିପାରେ। ଆନୁଷ୍ଠାନିକ କାମରେ ଅଧିକ ସତର୍କତା କହି ବିରତ ହୋଇପାରନ୍ତି। କଳା ସାହିତ୍ୟ ସାମ୍ବାଦିକତା ଓ ରାଜନୈତିକ କ୍ଷେତ୍ରରେ ସଫଳତା ପାଇବେ। ପରବର୍ତ୍ତୀ ରାଶି ମିଥୁନ ରାଶି। କର୍ମକ୍ଷେତ୍ରରେ ପଦାଧିକାରୀଙ୍କ ସାହାଯ୍ୟ ଏବଂ ପଡ଼ୋଶୀଙ୍କ ସଦୃଦୟରୁ ଚେଷ୍ଟା କରୁଥିବା କାମ ପାଇଁ ସହାୟକ ହେବେ। ଘର ଭିତରେ କିମ୍ବା ପାଖରେ ନଥିବା ଜିନିଷଟି ପାଇଁ ତର୍କ ଅଭ୍ୟାସ ପଡ଼ିପାରେ। ପଡ଼ୋଶୀମାନେ ଏହି କଥା କହି କାର୍ଯ୍ୟ ହାସଲ କରିବେ, ଯାହାକି ପରେ ପରିବାରରେ ସେଥିପାଇଁ କଳହର ଆଶଙ୍କା ରହିଛି। ପରବର୍ତ୍ତୀ ରାଶି କର୍କଟ ରାଶି। କର୍ମଭାରସ୍ଥ ଗ୍ରହର ପ୍ରଭାବରେ ଏହି କାମକୁ ସଫଳତାର ସହ ସମ୍ପନ୍ନ କରାଇବା ପଥ ପରିଷ୍କାର କରିଦେବ। ଯାହାକୁ ଯାହା କହିବେ ସେହି ବ୍ୟକ୍ତି ଆନ୍ତରିକ ଭାବରେ କାମ କରିବେ। ଆଜିର ପ୍ରତିବେଦନ ଅର୍ଥରେ କଷ୍ଟ ସ୍ୱୀକାର କରିବାକୁ ପଡ଼ିବ। ପରିବାରରେ କାହାର ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ଖୁସି ବାହିତ ହୋଇପାରେ। ପରବର୍ତ୍ତୀ ରାଶି ସିଂହ ରାଶି। ଆପଣଙ୍କ ଲୋକପ୍ରିୟତା ପୂର୍ବ ଭଳି ଅକ୍ଷୁଣ୍ଣ ରହିବ ଏବଂ ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ। ପୂର୍ବ ପାଲିକିନି ନକ୍ଷତ୍ର କର୍ମକ୍ଷେତ୍ରରେ ଉଚ୍ଚ ଫଳାଧିକାରୀଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ପ୍ରାର୍ଥୀମାନଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି। ପ୍ରଶାସନିକ ସ୍ତରରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ। ପରବର୍ତ୍ତୀ ରାଶି କନ୍ୟା ରାଶି। କର୍ମକ୍ଷେତ୍ରଙ୍କ ଦୁର୍ବଳତା କାରଣରୁ ଆଜି ସହଜରେ କାମ ହାସଲ କରିପାରିବେ ନାହିଁ। ବିରୋଧୀ କଥାରେ ମୁଣ୍ଡ ନ ପୁରାଇବା ଭଲ ହେବ। ସ୍ଥଗିତ କାମରେ ସାହାଯ୍ୟ କରିବା ସକାଶେ ପ୍ରିୟ ବନ୍ଧୁଟିର ପ୍ରତିଶ୍ରୁତି ପାଣିରେ ଗାର କରି ମନା ହେବ। ଆନୁଷ୍ଠାନିକ କାମ ନିର୍ମାଣ ସଦାଶୁଦ୍ଧ ମଙ୍ଗଳଜନକ କାମରେ ଉତ୍ସାହିତ ହୋଇ କାମ କରିବେ। ପରବର୍ତ୍ତୀ ରାଶି ତୁଳା ରାଶି। ଉଚ୍ଚସ୍ତ ରବି ହେତୁ ସଫଳତା ଅସମ୍ଭାବୀ ହେଲେ ମଧ୍ୟ ସମସ୍ୟାର ବଳୟରୁ ବାଦ ପଡ଼ିବେ ନାହିଁ। କର୍ମକ୍ଷେତ୍ର ପାରିବାରିକ ଜୀବନ ପାରିପାର୍ଶ୍ୱିକ ଉତ୍ତମ ମିତ୍ରମାନଙ୍କ ମଧ୍ୟରେ ପ୍ରିୟ ପ୍ରତିଷ୍ଠିତ ହେବ। କେତେକ କ୍ଷେତ୍ରରେ ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିପାରେ। ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ମାନସିକ ସୁସ୍ଥତା ବାହାରିଥିବାର ସୂଚନା ରହିଛି। ପରବର୍ତ୍ତୀ ରାଶି ବୃଷ ରାଶି। ଗୁରୁ ଦୃଷ୍ଟିରେ ଚନ୍ଦ୍ର ହେତୁ ଆଜି ଆପଣଙ୍କ ଚିନ୍ତାଧାରା ଓ ମନ ଚାହୁଁଥିବା ସମସ୍ତ କାର୍ଯ୍ୟ ଯଥାରୀତି ଭାବେ ହୋଇଯିବ। ସାଂଘାତିକ ସହ ନୂଆ ସ୍ଥାନକୁ ଯାଇପାରନ୍ତି। ଶ୍ରମିକ ଗୃହଭାଗ ଜନିତ ଅନ୍ୟମନସ୍କତାର ଟଙ୍କା ପଇସା ହଜିଯାଇପାରେ। ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ ଏବଂ ବିଶିଷ୍ଟ ବ୍ୟକ୍ତିମାନଙ୍କ ସଙ୍ଗ ଲାଭ କରିପାରନ୍ତି। ପରବର୍ତ୍ତୀ ରାଶି ଧନୁ ରାଶି। କୋଣାହସ୍ତ ଶୁଭକ ଜନିତ ଏକାଧିକ ଘଟଣାରେ ବାଣିଜ୍ୟ ବ୍ୟବସାୟରେ ଆଗତମ କାର୍ଯ୍ୟକ୍ରମରୁ ପ୍ରଶଂସା ପାଇବେ। ପରିବାରରେ ପୂଜା କଥା କହି ସମସ୍ୟାକୁ ସୁଧାରି ଦେଇପାରନ୍ତି। ଆର୍ଥିକ ଅନଟନ ଲାଗିରହିବ, ମାତ୍ର ଆବଶ୍ୟକତା ପୂରଣ ହୋଇଯିବ। ସତତା କରୁଥିବା ବ୍ୟକ୍ତିମାନେ ନିରବ ରହିବାକୁ ବାଧ୍ୟ ହୋଇପାରନ୍ତି। ପରବର୍ତ୍ତୀ ରାଶି ମକର ରାଶି। ଶୁକ୍ର ସହ ଗୁରୁଙ୍କ ସଂଯୋଗରୁ ଆପଣଙ୍କ ଦୂରଦର୍ଶିତା ଓ ବୁଦ୍ଧିମତ୍ତା ପ୍ରଭାବରୁ ସମସ୍ୟା ସମାଧାନ ହୋଇଯିବ। ଭଲ କଥା ମରିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲି ବୁଝିବେ। କାର୍ଯ୍ୟହାନୀ ଉଦ୍ୟୋଗ ଅନ୍ୟମାନଙ୍କ ସଂଯୋଗ ଚକ୍ରରେ ଦେଖିପାରନ୍ତି। କଳା ସାହିତ୍ୟ ଗବେଷଣା ଆଇନ ଅଦାଲତ ଓ ସାମ୍ବାଦିକତା କ୍ଷେତ୍ର ମଧୁର ପ୍ରକାର ରହିବ। ପରବର୍ତ୍ତୀ ରାଶି କୁମ୍ଭ ରାଶି। ଷଷ୍ଠାଧିପତିଙ୍କ ପ୍ରଭାବରେ ପାରିବାରିକ ଅଶାନ୍ତି ସାଙ୍ଗକୁ ବନ୍ଧୁଙ୍କ ସହ ମତାନ୍ତର ହେତୁ ମନ ପଥର ହୋଇପାରେ। ଅବଶ୍ୟ ଆପଣ ଅଚେରା ନ ହୋଇ କାର୍ଯ୍ୟ କରି ଉପକୃତ ହୋଇପାରନ୍ତି। ସାମାଜିକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନିରବ ରହିବାକୁ ବାଧ୍ୟ ହେବେ। କୌଣସି ନିଜ ହାତରେ ବ୍ୟକ୍ତିଙ୍କ ସହାୟତାରେ ଉପକୃତ ହୋଇପାରନ୍ତି। ଆଜିର ଅନ୍ତିମ ରାଶି ମୀନ ରାଶି। କର୍ମକ୍ଷେତ୍ରରେ ସାମାନ୍ୟ ଅସୁବିଧା ଦେଖାଦେଲେ ମଧ୍ୟ ପରୋକ୍ଷରେ ସବୁ ଠିକ୍ ହୋଇଯିବ। କେତେକ କ୍ଷେତ୍ରରେ ବୃତ୍ତ ଆଶଙ୍କା କରି ମନ ଅସ୍ଥିର ରହିପାରେ। ପ୍ରକୃତ ଘଟଣା ନ ବୁଝି ସହକର୍ମୀ ଭାଗରେ ଘର ହୋଇପାରନ୍ତି। ବନ୍ଧୁମାନଙ୍କ ଦେବଦର୍ଶନ ସତ୍ସଙ୍ଗ ମନୋନୟନ କାର୍ଯ୍ୟକ୍ରମରେ ପ୍ରଶାସିତ ହେବେ। ସନ୍ତାନ ହେତୁ ଚିନ୍ତା ରହିଯାଇପାରେ। ଏହା ଥିଲା ଆଜିର 12ଗୋଟି ରାଶିଫଳଙ୍କ ବିଷୟରେ। ଆପଣଙ୍କ ଶୁଭ ଜୟ ଶ୍ରୀକୃଷ୍ଣ। ଆପଣ ଯଦି ଏଥିରେ ନୂଆ ଅଛନ୍ତି ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ଅନ୍ କରି ଅଲ୍ ସେଟ୍ କରିବେ। ଜୟ ଶ୍ରୀକୃଷ୍ଣ।